ମୁଁ ଶକ୍ତି ପ୍ରସାଦ ମୋ ଚ୍ୟାନେଲ ଶକ୍ତି ଏଜୁକେସନକୁ ସମସ୍ତଙ୍କୁ ସ୍ୱାଗତ। ଭିଡ଼ିଓରେ ଆମେ ଡିସ୍କସନ କରିବା ଜନ୍ମଭୂମି ଚାପ୍ଟର ଆମେ ଏମସିକ୍ୟୁ। ତ ପ୍ରଥମ କ୍ୱେଶ୍ଚନ ଦେଖିବା ଆମେ କି ଜନ୍ମଭୂମି ପ୍ରବନ୍ଧର କେଉଁ ଭାବନାରେ ପରିପୃଷ୍ଟ? ଏଠି ଆନ୍ସର ହେବ ବସୁଧୈବ କୁଟୁମ୍ବକମ୍। ଦେନ୍ ଦେଖିବା ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ କାହାର ପ୍ରଥମ ପରିଚୟ ପାଇଲେ? ନା ରୂପ ରସ ଗନ୍ଧ ସ୍ପର୍ଶର, ମାନେ ଅପସନ ସି। 3 ନମ୍ବର ଦେଖିବା ଆମେ ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକଙ୍କର ଇଂରାଜୀ ଲିଖିତ ଏକ ଗବେଷଣା ଗ୍ରନ୍ଥ? 3 ନମ୍ବର ଏଠି ଆନ୍ସର ହେବ ଭୁବନେଶ୍ୱର ପ୍ରତ୍ନୈତିକ ଅବଶେଷ। ପ୍ରାବନ୍ଧିକ ପ୍ରବନ୍ଧରେ କଣ ହେବା ପାଇଁ ଆହ୍ୱାନ ଦେଇଛନ୍ତି? କଣ ହେବା ପାଇଁ? ନା ବିଶ୍ୱବାସୀ ହେବା ପାଇଁ। ଅପସନ ଡି ଇଜ ଦ କରେକ୍ଟ ଆନ୍ସର। ଦେନ୍ ଦେଖିବା 5 ନମ୍ବର ଆମେ ପ୍ରାବନ୍ଧିକ ଜନ୍ମଭୂମି କେଉଁ ବଂଶର ରାଜାମାନଙ୍କ କୀର୍ତ୍ତିରେ ଉଦ୍ଭାସିତ ହୋଇଥିଲା? ଏଠି ଆନ୍ସର ହେବ ଭଞ୍ଜ ବଂଶର। ଚଲ ପ୍ରାବନ୍ଧିକ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? ଲେଖିଦେଉଛି ମୟୂରଭଞ୍ଜ। ମୟୂରଭଞ୍ଜ। 7 ନମ୍ବର ଦେଖିବା ତଣ୍ଡୁଳ କହିଲେ କାହାକୁ ବୁଝାଏ? ତଣ୍ଡୁଳ କହିଲେ କାହାକୁ ବୁଝାଏ? ଏଠି ଆନ୍ସର ହେବ କଣ? ନା ଚାଉଳ। ଜନ୍ମଭୂମି ସହିତ ତାଙ୍କର ଆଉ କେଉଁ ପ୍ରକାର ସମ୍ପର୍କ ନାହିଁ ବୋଲି ପ୍ରାବନ୍ଧିକ କହିଛନ୍ତି? କେଉଁ ପ୍ରକାର? ନା ମଧୁର। ଦେନ୍ ଦେଖିବା ଆମେ 9 ନମ୍ବର ପୁରାତନୀ ଗାଥା କେଉଁ ତଥ୍ୟକୁ ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି? ଆନ୍ସର ହେବ ବହୁ ଶତାବ୍ଦୀର ବିସ୍ମୃତି। ଶ୍ରୀକୃଷ୍ଣ କେଉଁମାନଙ୍କ ସହ ପ୍ରବଞ୍ଚନା କରିଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି? କେଉଁମାନଙ୍କ ସହ? ନା ଗୋପପୁରବାସୀଙ୍କ ସହିତ। ଦେନ୍ ଦେଖିବ କେଉଁ ନିମ୍ନୋକ୍ତ କେଉଁ ଉକ୍ତିର ଜନ୍ମଭୂମି ପ୍ରବନ୍ଧ ସହିତ ସମ୍ପର୍କ ଅଛି? ଏହା ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମଗ୍ର ଶିକ୍ଷିତ ସମାଜର ସମସ୍ୟା। 12 ନମ୍ବର ଦେଖିବା ଆମେ ପ୍ରାବନ୍ଧିକ ପାଇଁ ପଲ୍ଲୀଗ୍ରାମ ମାତା ଭୂମିକାର ଅବତୀର୍ଣ୍ଣ କାହିଁକି? ପ୍ରାବନ୍ଧିକ ପାଇଁ ପଲ୍ଲୀଗ୍ରାମ ମାତା ଭୂମିକାର ଅବତୀର୍ଣ୍ଣ କାହିଁକି? କାହିଁକି? ନା ବିଷମ ବିପାକ ସମୟ ଜନ୍ମରେ ପଲ୍ଲୀଗ୍ରାମ ଫଳ ପୁଷ୍ପ ଶିକ ତଣ୍ଡଳ ଦେଇଥିବାରୁ। ମହାଭାରତରେ ମହାସମରକୁ କିଏ ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ? ଶ୍ରୀକୃଷ୍ଣ। ଗ୍ରାମବାସୀମାନେ କେଉଁ ସମୟରେ ଧରଣୀ ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି? ଏଠି ଆନ୍ସର ହେବ ଗ୍ରୀଷ୍ମ ଋତୁରେ। କେଉଁମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟ ଶ୍ୟାମଳ ହୋଇ ଉଠେ? ଏଠି ଆନ୍ସର ହେବ ଅପସନ ସି ଶ୍ରମଜୀବୀ ମାନଙ୍କ। କାୟିକ ଶ୍ରମ ଦ୍ୱାରା ଯେଉଁମାନେ ଜୀବିକା ନିର୍ବାହ କରନ୍ତି ସେମାନଙ୍କୁ କଣ କୁହାଯାଏ? 16 ଏଠି ଆନ୍ସର ହେବ ଅପସନ ସି ଶ୍ରମଜୀବୀ। 17 ନମ୍ବର ଦେଖିବା ମନୁଷ୍ୟକୁ ସବୁବେଳେ କେଉଁ ଜୀବ ବୋଲି କହିବା ଠିକ ନୁହେଁ? 17 ଏଠି ଆନ୍ସର ହେବ ଅପସନ ବି ଅବିଶ୍ୱାସୀ ଜୀବ। ପଲ୍ଲୀଗ୍ରାମକୁ ଫେରିଯାଇ ଜୀବିକା ଚିହ୍ନ କରିବା ଦୂରେ ଥାଉ, ସେଠାରେ କିଛି କାଳ ଡ୍ୟାସ୍ ମଧ୍ୟ ଲେଖକ ନିକଟରେ ସମ୍ଭବପର ହୁଏ ନାହିଁ ଅବସ୍ଥାନ କରିବା। 19 ନମ୍ବର ଦେଖିବା ଆମେ ଆଭିଜାତ୍ୟର ଚିହ୍ନ କଣ ବୋଲି ପ୍ରାବନ୍ଧିକ କହିଛନ୍ତି? କଣ? ନା କାୟ କ୍ଲେଶ ନ ସହିବା। ଦେନ୍ ଦେଖିବା ଆମେ ସମସ୍ତ ଶିକ୍ଷିତ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ? ନା ଅଭିଜାତ ଶ୍ରେଣୀର। ଶିକ୍ଷିତ ମାନଙ୍କ ପକ୍ଷେ କଣ ଛାଡିବା ସମ୍ଭବ ହୁଏ ନାହିଁ? ନା ଆଭିଜାତ୍ୟ। ଦେନ୍ ଦେଖିବା ଆମେ 22 ନମ୍ବର ଶିକ୍ଷିତ ମାନଙ୍କ ପକ୍ଷେ କଣ ଛାଡିବା ସମ୍ଭବ ହୋଇଥାଏ? କଣ ଛାଡେ? ନା ଶାରୀରିକ ଶ୍ରମ। ସମସ୍ତେ ଶିକ୍ଷିତ କଣ ସହିବାକୁ ଅକ୍ଷମ ନୁହନ୍ତି? 23 ଏଠି ଆନ୍ସର ହେବ କାୟ କ୍ଲେଶ। ଆଜି ସତ ଚେଷ୍ଟା କଲେ ମଧ୍ୟ ଗୋବିନ୍ଦ ଭାଇ ନିକଟରେ ପ୍ରାବନ୍ଧିକ କଣ ଫେରି ପାଆନ୍ତି ନାହିଁ? କଣ? ନା ପୂର୍ବର ପ୍ରତ୍ୟୟ। ଦେନ୍ ଦେଖିବା ଆମେ ସମାଜରେ କିଏ ବେଶୀ ଆଦର ପ୍ରଶଂସାର ପାତ୍ର ହୋଇଥାଏ? ନା ଯିଏ ଜୀବନ ଯୁଦ୍ଧରେ ଦିଗ୍ବିଜୟ ବୀର ଭାବେ ପରିଚିତ ହୁଏ। 26 ଜଣ ଦେଖିବେ ଲେଖକ ତାଙ୍କ ଗ୍ରାମକୁ ଆସିଲେ ନବାଗତ ଶିଶୁମାନେ ତାଙ୍କୁ କିପରି ଚାହିଁ ରହିଥାନ୍ତି? କେମିତି? ନା ଜେବ୍ରା ଜିରାଫକୁ ଚାହିଁଲା ପରି। ଦେନ୍ ଦେଖିବା 27 ନମ୍ବର ବହୁ ପଲ୍ଲୀ ଜନନୀ ଆଜି ତାର କେଉଁମାନଙ୍କୁ ହରାଇ ବସିଛନ୍ତି? ଏଠି ଆନ୍ସର ହେବ 27 ର ଅପସନ ଡି ଶିକ୍ଷିତ ସନ୍ତାନ ମାନଙ୍କୁ। କୃଷ୍ଣ କେତେ ଦିନ ପାଇଁ କଣ୍ଟ କରି ମଥୁରାକୁ ଯାଇଥିଲେ? 28 ର ଏଠି ଆନ୍ସର ହେବ ଅପସନ ଏ 3 ଦିନକୁ। ଦେନ୍ ଦେଖିବା 29 ନମ୍ବର ନିଦାଘର ବିରାଟ ଝାଞ୍ଜିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଗ୍ରାମବାସୀ ମାନେ କାହାକୁ ଚାହିଁ ରହିଥାନ୍ତି? 29 ର ଏଠି ଆନ୍ସର ହେବ ଅପସନ ଏ ନୂଆ ବର୍ଷାକୁ। ଦେନ୍ ଦେଖିବା 30 ନମ୍ବର କୃଷ୍ଣଙ୍କର ଅଭ୍ରକଂସ ପ୍ରାସାଦ କେଉଁଠାରେ ନିମଗ୍ନ ହୋଇଗଲା? ଅତଳ ଜଳଧି ତଳରେ। ଦେନ୍ ଦେଖିବା ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିର କର୍ମ ଓ ଅନ୍ୟ କେଉଁଥିରୁ ବିଚ୍ୟୁତ ହୋଇ ପଡିଥିବା କଥା କବିତା କଥା କହିଛନ୍ତି? ଏଠି ଆନ୍ସର ହେବ ମନ। ଅଷ୍ଟପାଟବଂଶୀ କହିଲେ କାହାକୁ ବୁଝାଏ? ଅଷ୍ଟପାଟବଂଶୀ କହିଲେ କାହାକୁ ବୁଝାଏ? ଏଠି ଆନ୍ସର ହେବ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ। ଦେନ୍ ଦେଖିବା ପଦପଲ୍ଲବ କହିଲେ କଣ ବୁଝ? ପଦପଲ୍ଲବ କହିଲେ ଆମେ କଣ ବୁଝିବା? ନା କଅଁଳ ପତ୍ର ପରି କୋମଳ ପାଦ। ଗାଥା କହିଲେ କଣ ବୁଝ? ଗାଥା କହିଲେ ହେଲା କଣ? ଗୋଟେ କାହାଣୀ। ଅନୁଢା ଗୋପକନ୍ୟାର ମନ ଆଜି ମଧ୍ୟ କେଉଁଥିପାଇଁ ଅହେତୁକ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇ ଉଠେ? ଆନ୍ସର ହେବ ଏଠି 35 ର ନା ଦୂରବଂଶୀ ସ୍ୱନରେ। ଶ୍ରୀକୃଷ୍ଣ କେଉଁଠାରେ ତାଙ୍କର ଅଭ୍ରକଂସ ପ୍ରାସାଦ ନିର୍ମାଣ କରାଇଥିଲେ? ଏଠି ଆନ୍ସର ହେବ 36 ର ଅପସନ ସି ଦ୍ୱାରକାରେ। କେଉଁମାନେ ପାଶ୍ଚାତ୍ୟ ଜୀବନ ଧାରଣର ମାନ ଅନୁସରଣ କରିବେ? 37 ର ଏଠି ଆନ୍ସର ହେବ ଅପସନ ଡି ପାଶ୍ଚାତ୍ୟ ଶିକ୍ଷାର ଶିକ୍ଷିତ ମାନେ। ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ କାହା ସହିତ ତୁଳନା କରିଛନ୍ତି? କାହା ସହିତ ତୁଳନା କରିଛନ୍ତି? ନା ଡି ହେବ ଏଠି ମାତା ଧାତ୍ରୀ ଶିକ୍ଷୟିତ୍ରୀଙ୍କ ସହିତ। ଦେନ୍ ଦେଖିବା କେଉଁ ସ୍ଥାନକୁ ଫେରିଯିବା କୁ ପ୍ରାବନ୍ଧିକଙ୍କ ନୈତିକ ସାହସ ନାହିଁ? ଆନ୍ସର ଏଠି ଅପସନ ଜନ୍ମଭୂମିକୁ। ଯେ ପୂର୍ବ ଜନ୍ମର ଘଟଣାଗୁଡ଼ିକୁ ସ୍ମରଣ କରିବାରେ ତାକୁ ଆମେ କଣ କହିବା? ନା ଜାତି ସ୍ମର ବୋଲି ଆମେ କହିବା। ଦେନ୍ ଦେଖିବା ଆମେ 41 ଭଞ୍ଜ କୀର୍ତ୍ତି କହିଲେ କଣ ବୁଝ? ଭଞ୍ଜ କୀର୍ତ୍ତି କହିଲେ ନା ମୟୂରଭଞ୍ଜର ଭଞ୍ଜ ରାଜବଂଶର କୀର୍ତ୍ତି। କେବେ ଆସିଲୁ ବାପା ଏକଥା ଲେଖକଙ୍କୁ ଦେଖିଲେ କି ଆଗେ କିଏ ପଚାରୁଥିଲା? ନା ସାର ମାଉସୀ। ଏହା ମୋ ଭିତରେ ପୁନର୍ଜନ୍ମ
ଏହା ଭିତରେ ମୋର ପୁନର୍ଜନ୍ମ ଘଟି ଯାଇଛି। ଏହି ବାକ୍ୟରେ ମୋର ପଦଟି କାହା ଉଦ୍ଦେଶ୍ୟରେ ଲେଖାଯାଇଛି? ଆନ୍ସର ଅଫ ଅପସନ୍ ସି ପ୍ରାବନ୍ଧିକ। ପଲ୍ଲୀଗ୍ରାମ ନରନାରୀଙ୍କ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ କଣ ଗଢ଼ି ଉଠିଥାଏ? ଆନ୍ସର ଅଫ ଅପସନ୍ ସି ଏକ ପରିବାରତ୍ୱ ପରମ୍ପରା। 45 ନମ୍ବର ଦେଖିବା ଆମେ। ନିଜର କ୍ଷୁଦ୍ର କୁଟୀରକୁ ଦୁର୍ଗ କରି ଗୋବିନ୍ଦା ଭାଇ କାହା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଅଛି? ଆନ୍ସର ଅଫ ବିଶ୍ୱ। ଦେନ୍ ଦେଖିବା 46 ଆମେ। ଆଜିକାଲି ସାର ମାଉସୀ ପ୍ରାବନ୍ଧିକକୁ ଦେଖିଲେ କଣ ପଚାରେ? କଣ ପଚାରେ ନା କେବେ ଆସିଲୁ ବାବୁ। ନିଗଡ଼ ଶବ୍ଦଟିର ଅର୍ଥ ବାଛି ଲେଖ। ନିଗଡ଼ ଶବ୍ଦର ଅର୍ଥ ହେଉଛି କଣ? ଶିକୁଳି। ଦେନ୍ ଦେଖିବା ଆମେ ଗ୍ରାମର ନବାଗତ ଅତିଥି ବୋଲି ପ୍ରାବନ୍ଧିକ କେଉଁମାନଙ୍କୁ ଲକ୍ଷ୍ୟ କରି କହିଛନ୍ତି? ଅପସନ୍ ଡି ଶିଶୁମାନଙ୍କୁ। ଦେନ୍ ଦେଖିବା ଆଫ୍ରିକାରୁ ନବାଗତ ଜେବ୍ରା ଜିରାଫକୁ ଚାହିଁ ରହିଲା ପରେ ଶିଶୁମାନେ କାହାକୁ ଚାହିଁ ରହନ୍ତି? ପ୍ରାବନ୍ଧିକକୁ। ପ୍ରତିଶ୍ରୁତି ରକ୍ଷା ଲାଗି ପୃଥିବୀକୁ ଦୁଇ ହାତରେ ଟେକି ରଖିଥିବା ଗ୍ରୀଷ୍ମ ଦେବତା ହେଉଛନ୍ତି କିଏ? ନା ଆଟଲାସ୍। ଗ୍ରାମର ଉନ୍ନତି ନିମନ୍ତେ ପ୍ରାବନ୍ଧିକଙ୍କର ଅବଶେଷ କର୍ତ୍ତବ୍ୟ କଣ ଥିଲା? ଅବଶେଷ କର୍ତ୍ତବ୍ୟ ଥିଲା କଣ? ନା ଅର୍ଥଦାନ। ଅର୍ଥଦାନ। ଲେଖକଙ୍କ ପାଇଁ ପଲ୍ଲୀମାଟି ଶିକ୍ଷୟିତ୍ରୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାର କାରଣ କଣ? ଏଠି ଆନ୍ସର 52 ର ରୂପରସ ଗନ୍ଧ ସ୍ପର୍ଶର ପ୍ରଥମ ପରିଚୟ ଦେଇଥିବାରୁ। 53 ଦେଖିବା ପ୍ରାବନ୍ଧିକ ଜାତି ସ୍ମରଣ ଭାବେ କାହାକୁ ସ୍ମରଣ କରିଛନ୍ତି? କାହାକୁ ସ୍ମରଣ କରିଛନ୍ତି? ନା ପଲ୍ଲୀ ଜୀବନକୁ। ପ୍ରାବନ୍ଧିକ ଗ୍ରାମରେ ବହୁ ପରିମାଣରେ କେଉଁ ପ୍ରକାର ଗଛ ଦେଖାଯାଏ? ଏଠି ଆନ୍ସର ହେବ 54 ଅପସନ୍ ଡି ଶାଳ। ଗ୍ରାମର କେଉଁ ସ୍ଥାନରେ ସାର ମାଉସୀର ଘର? ଗାଁ ମୁଣ୍ଡରେ ବା ଗ୍ରାମ ମୁଣ୍ଡରେ। କେଉଁମାନଙ୍କର ମାନସିକ ପରିବର୍ତ୍ତନ ହେଉଛି ବୋଲି ପ୍ରାବନ୍ଧିକ କହିଛନ୍ତି? କେଉଁମାନଙ୍କର? ନା ନବ ଯୁବକ ମାନଙ୍କର। ଦେନ୍ ଦେଖିବା କାହାର ବିଭେଦ ସତ୍ତ୍ୱେ କର୍ମକ୍ଲେଶ ମଧ୍ୟରେ ଗ୍ରାମବାସୀଙ୍କ ଭିତରେ ଅନ୍ୟ ଏକ ପ୍ରକାର ଏକ ପରିବାରତର ପରମ୍ପରା ଜାତ ହୋଇଥାଏ? ଆନ୍ସର ଏଠି ଅପସନ୍ ସି ସ୍ୱାର୍ଥଗତ। ଉଦ୍ବେଳ ମନରେ ଗ୍ରାମବାସୀ ମାନେ କେଉଁଥିରେ ରତ ହୋଇ ପଡ଼ିଛନ୍ତି? 58 ର ଏଠି ଆନ୍ସର ହେବ ଅପସନ୍ ବି ଦୋଳି ଖେଳରେ। ଦେନ୍ ଦେଖିବା ଆମେ ଶିକ୍ଷିତ ମାନେ ବିଦ୍ୟାର୍ଥୀ ଜୀବନରେ କାହାର ଆଶା ଭରସାର ସ୍ଥଳ ହୋଇଥାନ୍ତି? ଆନ୍ସର ଅଫ ଅପସନ୍ ସି ପିତାମାତାଙ୍କର। 60 ଦେଖିବା ଶିକ୍ଷିତ ମାନେ ବିଦ୍ୟାର୍ଥୀ ଜୀବନରେ କେଉଁମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥାନ୍ତି? ଆନ୍ସର ଏଠି ଅପସନ୍ ଡି ଗ୍ରାମ ବୃଦ୍ଧ ମାନଙ୍କର। ଦେନ୍ ଦେଖିବା ଶ୍ରୀକୃଷ୍ଣ କେଉଁ ସ୍ଥାନରୁ ଦ୍ୱାରକା ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରିଥିଲେ? 61 ଏଠି ଆନ୍ସର ହେବ ଅପସନ୍ ସି ମଥୁରାରୁ। ଶ୍ରୀକୃଷ୍ଣଙ୍କ ନବ ସଂସାର ମଦ୍ୟପ ବଂଶ ଗୋଷ୍ଠୀ ସାଙ୍ଗସାଥୀ କେଉଁ ସ୍ଥାନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଗଲେ? 62 ର ଏଠି ଆନ୍ସର ହେବ ଅପସନ୍ ବି ଏରକାର ବନରେ। 63 ଦେଖିବା ଗୋପପୁରରେ ଶ୍ରୀକୃଷ୍ଣଙ୍କ ପାଦ କଠିନ ହୋଇଥିଲା କାହିଁକି? କାହିଁକି ହେଇଥିଲା? ନା ଏଠି ଆନ୍ସର ହେବ ଗୋଚାରଣ ଦ୍ୱାରା। ଦେନ୍ ଦେଖିବା 64 ଶ୍ରୀକୃଷ୍ଣ ପଦଦ୍ୱୟ ନବପଲ୍ଲବ ପରି ରକ୍ତାଭ ହୋଇ ଉଠିଥିଲା କାହିଁକି? କାହିଁକି ହୋଇ ଉଠିଥିଲା? ଆନ୍ସର ଏଠି ଦ୍ୱାରକାର ରାଜଭୋଗରେ। ଧର୍ମାନ୍ତର କ୍ଷେତ୍ରରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତାକୁ ଉତ୍ସର୍ଗ କରିବା ପରେ ଶିକ୍ଷିତ ବ୍ୟକ୍ତି କାହା ପାଖରେ ମାନବିକତାକୁ ଉତ୍ସର୍ଗ କରିଥାଏ? ଆନ୍ସର ଅପସନ୍ ଡି ପ୍ରଚଳିତ ଶିକ୍ଷା। 66 ଦେଖିବା ବୟସର ବୃଦ୍ଧି ସହ ଜନ୍ମଭୂମି ସହିତ ପ୍ରାବନ୍ଧିକଙ୍କ ସମ୍ପର୍କ ଘନିଷ୍ଠ ନ ହୋଇ କଣ ହେବାକୁ ବସିଛି ବୋଲି ଲେଖକ ଉଲ୍ଲେଖ କରିଛନ୍ତି? 66 ର ଏଠି ଆନ୍ସର ହେବ ଅପସନ୍ ଏ କ୍ଷୀଣ ହୋଇ ଲୀନ ହୋଇବାକୁ। ଦେନ୍ ଦେଖିବା ରଜ ପର୍ବରେ ଗ୍ରାମବାସୀ ମାନେ କେଉଁ ଖେଳରେ ମାତି ଯାଆନ୍ତି? ଦୋଳି ଖେଳ। କେଉଁମାନେ ପ୍ରବଞ୍ଚନା କରିଥାନ୍ତି? କୋଉମାନେ ପ୍ରବଞ୍ଚନା କରିଥାନ୍ତି? ନା ଯେଉଁମାନେ ଗ୍ରୀଷ୍ମ ଦେବତା ଏଟଲାସ୍ ପରି ସମସ୍ତ ବିଷୟର ଭାର ବହନ କରି କୁବ୍ଜ ହୋଇ ଚାଲନ୍ତି। 29 ଦେଖିବା ଜନ୍ମ ପ୍ରତି ଅନୈତିକତା ଓ ବିଶ୍ୱାସଘାତକତାରୁ କେଉଁ ମହାପୁରୁଷ ପାର ପାଇ ନଥିଲେ? 69 ଏଠି ଆନ୍ସର ହେବ ଅପସନ୍ ବି କୃଷ୍ଣ। ପ୍ରାବନ୍ଧିକ ଆୟୁକୁ ନିମ୍ନୋକ୍ତ କାହା ସହିତ ତୁଳନା କରିଛନ୍ତି? ଆୟୁକୁ କାହା ସହିତ ତୁଳନା କରିଛନ୍ତି? ନା ସୂର୍ଯ୍ୟଙ୍କ ସହିତ। ଧର୍ମାନ୍ତରିତ ବ୍ୟକ୍ତି ନିକଟରେ କେଉଁଟି ଲକ୍ଷଣୀୟ ନୁହେଁ? 71 ଆନ୍ସର ହେବ ପୁରୁଣା ଧର୍ମ ପ୍ରତି ଆନୁଗତ୍ୟ ପ୍ରକଟ କରିବା। ଯେମିତିକି ନିମ୍ନୋକ୍ତ କେଉଁଟି ସମଗ୍ର ଶିକ୍ଷିତ ସମାଜର ସମସ୍ୟା? 72 ର ଏଠି ଆନ୍ସର ହେବ ଜନ୍ମଭୂମିକୁ ଅସ୍ୱୀକାର କରିବା। 73 ଦେଖିବା ସାର ମାଉସୀ ଗ୍ରାମ ମୁଣ୍ଡରେ କେଉଁ ସ୍ଥାନରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତି ପରି ବସି ଆସିଛି? 73 ଆନ୍ସର ହେବ ଅପସନ୍ ସି ଛୋଟ ପିଣ୍ଡାରେ। ଜାତି ସ୍ମର ଅର୍ଥ କଣ? ଅତୀତ ଜନ୍ମ କଥା କହିପାରୁଥିବା ବ୍ୟକ୍ତି ଜାତି ସ୍ମର। ଦେନ୍ ଦେଖିବା ଗୋବିନ୍ଦ ଭାଇ କାହାକୁ ଦୁର୍ଗ କରି ସମଗ୍ର ବିଶ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲା? ନା ତାର କ୍ଷୁଦ୍ର କୁଟୀରକୁ। ଅପସନ୍ ଏ ହେବ ଏଠି କରେକ୍ଟ ଆନ୍ସର। 76 ଦେଖିବା ଗ୍ରାମଟି ଯାକ କେଉଁଥିରେ ପରିପୂର୍ଣ୍ଣ ହୋଇଗଲାଣି ବୋଲି ପ୍ରାବନ୍ଧିକ କହିଛନ୍ତି? କେଉଁଥିରେ ପରିପୂର୍ଣ୍ଣ ହୋଇଗଲାଣି ବୋଲି? ନା ନବାଗତ ଅତିଥିରେ। ଦେନ୍ ଦେଖିବା ବେକାର ଯୁବଗୋଷ୍ଠୀ ପୁଷ୍ପିତ ପଳାଶ ବନରେ କଣ ଦେଖନ୍ତି? ନା ବିଦ୍ରୋହର ବହ୍ନି। ପଲ୍ଲୀର କର୍ମ ଯୋଜନାର ଅଂଶଗ୍ରହଣ କରିବା ପାଇଁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ଶକ୍ତିର ଅଭାବ ନଥିଲା? 78 ର ଏଠି ଆନ୍ସର ହେବ ଅପସନ୍ ଏ ଭୌତିକ ଶକ୍ତି। ଅପସନ୍ ଏ। ଦେନ୍ ଦେଖିବା ଆମେ 79 କାହା ସତ୍ତ୍ୱେ ଟିକେ ବ୍ଲର ହେଇଛି ଆଡଜଷ୍ଟ କରିବେ। କାହା ସତ୍ତ୍ୱେ ପଲ୍ଲୀ ଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ ଏକ ପରିବାରତର ପରମ୍ପରା ଗଢ଼ି ଉଠିଥାଏ? ଆନ୍ସର ହେବ ଏଠି ବାଦ ବିସମ୍ବାଦ। ଦେନ୍ ଦେଖିବା କି ଶଶିକଳା ପରି ଦିନା କ୍ଷୀଣ ହୋଇଯାଇଥିଲେ? 80 ର ଏଠି ଆନ୍ସର ହେବ ଅପସନ୍ ସି ରାଧା। ଦୂରବଂଶୀ ସ୍ତନରେ କେଉଁମାନଙ୍କର ମନ ଅହେତୁକ ଓ ଅନାହୁତ ବ୍ୟଥାରେ ଭାରାକ୍ରାନ୍ତ ହୋଇ ଉଠେ? 81 ର ଆନ୍ସର ହେବ ଅପସନ୍ ସି ଅନୂଢା ଗୋପକନ୍ୟାର। ନିମ୍ନୋକ୍ତ କେଉଁ ଅମର ଗାଥାରୁ ବହୁ କଥା ଶିଖିବାର ଅଛି? କୋଉଥିରୁ ବହୁ କଥା? ନା କୃଷ୍ଣଙ୍କର କଥାରୁ। ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା ବୋଲି ଭାବିଛନ୍ତି? କାହିଁକି ଭାବିଛନ୍ତି? ନା ଜନ୍ମଟି ଶାକ ତଣ୍ଡୁଳ ପରିବର୍ତ୍ତିତ ହୋଇଥିବାରୁ।
ପ୍ରାବନ୍ଧିକ କେଉଁମାନଙ୍କ ଉଦ୍ଦେଶ୍ୟରେ କୃଷୋଦର ଲମ୍ବୋଦର ଅବାଞ୍ଛିତ ଅବହେଳିତ ଶବ୍ଦ ପ୍ରୟୋଗ କରିଛନ୍ତି ନା ଏଠି ଶିଶୁମାନଙ୍କ ପାଇଁ। ଏ ସମସ୍ତ ମୋର ଜନ୍ମଭୂମି ଏହି ବାକ୍ୟାଂଶରେ ଏ ସମସ୍ତ କାହାକୁ ବୁଝାଉଛି? ଏ ସମସ୍ତ କାହାକୁ ବୁଝାଉଛି ନା ଏସିଆ ମହାଦେଶ ଭାରତବର୍ଷ ଓଡ଼ିଶା ପ୍ରଦେଶ ପଲ୍ଲୀଭୂମି ଖିଚିଂ। ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ ସେମାନଙ୍କୁ କ'ଣ କୁହାଯାଏ ନା ଯୋଉ କୃଷୋଦର କୁହାଯାଏ। ନା ଲମ୍ବୋଦର ଅପସନ୍ ଡି। ରାଜନୈତିକ ମତବାଦ ଅନୁସାରେ କେଉଁମାନଙ୍କର ମାନସିକ ପରିବର୍ତ୍ତନ ଘଟିଯାଇଛି? କେଉଁମାନଙ୍କ ମାନସିକ ପରିବର୍ତ୍ତନ ଘଟିଯାଇଛି ନା ଶିକ୍ଷିତ ଅର୍ଦ୍ଧଶିକ୍ଷିତ ନବଯୁବକ ମାନଙ୍କର। ଏଇଠି ଦେଖିବା ଗ୍ରାମର ନିମ୍ନୋକ୍ତ କେଉଁ ଯୋଜନାରେ ସ୍ଥାନ ପାଇବା ସମ୍ଭବ ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି? ଆନ୍ସର ଅପସନ୍ ବି କର୍ମ ଯୋଜନାରେ। ଦେନ୍ ଦେଖିବା 89 ଆମେ କେଉଁ ପର୍ବରେ ଗ୍ରାମବାସୀ ମାନେ ଦୋଳି ଖେଳ ରତ ହୁଅନ୍ତି ନା ରଜ ପର୍ବରେ। ହେମନ୍ତରେ ଗ୍ରାମ ଭୂମି କେଉଁଥିରେ ପରିପୂର୍ଣ୍ଣ ହୋଇଥାଏ? ଆନ୍ସର ବି ଅପସନ୍ ଡି ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ। ରଜ ପର୍ବର ପରିସମାପ୍ତି ପରେ ଗ୍ରାମବାସୀ ମାନେ କାହାର ସମ୍ମୁଖୀନ ହୋଇଥାନ୍ତି? ନିଷ୍ଠୁର ବାସ୍ତବତାର। ସ୍ତୂପୀକୃତ ଶବ୍ଦର ଅର୍ଥ କ'ଣ? ସ୍ତୂପୀକୃତ ଶବ୍ଦର ଅର୍ଥ ହେଉଛି କ'ଣ? ସ୍ତର ବା ଥାକ ଥାକ ହୋଇ ଜମି ରହିବା। 93 ଦେଖିବା ସ୍ତୂପୀକୃତ ମେଘ ଘନଶ୍ୟାମ ଗିରିରାଜିର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳିତର ଉପରକୁ ଆନିତ ହୋଇଥାଏ। ଏଠାରେ ଘନଶ୍ୟାମ ଗିରିରାଜି ବୋଲି କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଅପସନ୍ ଡି ଗୋଟେ ଶିମିଳିପାଳ ପର୍ବତ। ଗ୍ରାମର କେଉଁଥିରେ ଲେଖକଙ୍କ ସ୍ଥାନ ନଥିବା କଥା ସେ କହିଛନ୍ତି? ଆନ୍ସର ଏଠି ଶୃଙ୍ଖଳିତ ସାଂସ୍କୃତିକ ଜୀବନ। ଶୃଙ୍ଖଳିତ ସାମାଜିକ ଜୀବନ, ସାଂସ୍କୃତିକ ଜୀବନ ହବନି, ସାମାଜିକ ଜୀବନ ହବ। ନା ଏଟା ବି ହବନି। ଗ୍ରାମର କିନ୍ତୁ ଲେଖକ ସ୍ଥାନ ଏଟା ଶୃଙ୍ଖଳିତ କର୍ମ ଯୋଜନା ଅପସନ୍ ସି। କେଉଁ କଥା ପୁରାତନୀ ଗାଥାରେ ରହିଛି? କେଉଁ କଥା ପୁରାତନୀ ଗାଥାରେ ରହିଛି? 95 ର ଏଠି ଆନ୍ସର ହବ ସତ୍ୟ କଥା। ବୃନ୍ଦାବନର ପୁଷ୍ପିତ କଦମ୍ବରେ ଆଜି କାହାର ଉଦ୍ଧତ ନୃତ୍ୟ ଦେଖାଯାଇଥାଏ? ମୟୂରର। ଯେମିତି ଦେଖିବା ନିମ୍ନୋକ୍ତ ମଧ୍ୟରୁ କେଉଁ ସ୍ଥାନଟି ଦ୍ୱାରକା ନିକଟବର୍ତ୍ତୀ ତୀର୍ଥ ସ୍ଥାନ ଅଟେ? ନା ବ୍ୟାଧର। এটা ପ୍ରଭାସ ତୀର୍ଥ। କାହାର ଲୌହ ସର ଶ୍ରୀକୃଷ୍ଣଙ୍କ ପଦବିତ କରିଥିଲେ? ନା ବ୍ୟାଧର। ଏଟଲାସ କେଉଁ ଦେଶର ଦେବତା ଅଟନ୍ତି? ଗ୍ରୀସିୟ। ଗୋପପୁର ମଥୁରା ମଧ୍ୟରେ କେଉଁ ନଦୀ ଅଛି? ଯମୁନା ନଦୀ। ଏ ତ ଥିଲା 100ଟା କ୍ୱେଶ୍ଚିନ୍। ଭିଡ଼ିଓଟି ଭଲ ଲାଗିଥିଲେ ସମସ୍ତେ ଭିଡ଼ିଓକୁ ଲାଇକ୍ କରିଦେବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ପ୍ରଥମ ଥର ଭିଜିଟ୍ କରୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିଦେବ। ଥ୍ୟାଙ୍କ ୟୁ।